ଏବେ ଆସି ପହଞ୍ଚି ସାରିଛି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୂଚନା। ରାଜ୍ୟରେ ପଢୁଥିବା ଯୁକ୍ତ 2 ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ଏକ ନୂଆ ଅପଡେଟ, ଯାହା ପରୀକ୍ଷା ସମ୍ବନ୍ଧୀୟ ଆସିଛି ସୂଚନା। ତେବେ ଚାଲନ୍ତୁ ଆଉ ଡେରି ନ କରି ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା। ହେଲେ ତାହା ପୂର୍ବରୁ ଫଟାଫଟ ଭିଡିଓଟାକୁ ଲାଇକ୍ କରନ୍ତୁ। ଚ୍ୟାନେଲକୁ ଯଦି ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ କରି ଘଣ୍ଟି ଚିହ୍ନକୁ ଦବାଇ ଅଲ୍ ନୋଟିଫିକେସନ ସେଟ୍ କରିଦିଅନ୍ତୁ, ଯାହାଦ୍ୱାରା ଏଇଭଳି ନୂଆ ନୂଆ ଲାଟେଷ୍ଟ ଅପଡେଟର ନୋଟିଫିକେସନ ଆମର ଏହି ଚ୍ୟାନେଲ ଦ୍ୱାରା ଆପଣ ସର୍ବପ୍ରଥମେ ପାଇଯିବେ। ତେବେ ଚାଲନ୍ତୁ ଆଉ ଡେରି ନ କରି ସମ୍ପୂର୍ଣ୍ଣ ଅପଡେଟ ଉପରେ ନଜର ପକାଇବା। ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ଜାନୁଆରୀ 2 ରୁ ଆରମ୍ଭ ହେବାକୁ ଥିବା ବେଳେ ସମସ୍ତ ଥିଓରି ପରୀକ୍ଷା ଫେବୃଆରୀ 16 ରୁ ଆରମ୍ଭ ହେବ। ପୂର୍ବରୁ ଫର୍ମ ପୂରଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ କିଛି ଛାତ୍ରଛାତ୍ରୀ ଫର୍ମ ପୂରଣରୁ ବଞ୍ଚିତ ହୋଇଥିଲେ। ତେଣୁ ଫର୍ମ ପୂରଣ ଲାଗି ଶେଷ ସୁଯୋଗ ଡିସେମ୍ବର 20 ରୁ 22 ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଏହି 3 ଦିନରେ 1800 ପିଲା ଫର୍ମ ପୂରଣ କରିଛନ୍ତି। ତେବେ ଆଉ ଫର୍ମ ପୂରଣ କରିବାକୁ ସୁଯୋଗ ଦିଆଯିବ ନାହିଁ। ଚଳିତ ବର୍ଷ 3,86,397 ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ପରୀକ୍ଷାର୍ଥୀଙ୍କୁ ଆସନ୍ତା 28 ରୁ ଆଡମିଟ କାର୍ଡ ପ୍ରଦାନ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜଣାପଡ଼ିଛି। ମନେ ରଖନ୍ତୁ, 28 ଡିସେମ୍ବର 2023 ରୁ ଆଡମିଟ କାର୍ଡ ମିଳିବା ଆରମ୍ଭ ହୋଇଯିବ। ଆଡମିଟ କାର୍ଡ କୋଉଠି ପାଇବେ? ଆପଣ ନିଜ ନିଜ କଲେଜରେ ଆଡମିଟ କାର୍ଡ ପାଇପାରିବେ। ପରୀକ୍ଷାର ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ପରିଷଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଯାହା ବି କିଛି ଇନଫର୍ମେସନ ଆସିଥିଲା ମୁଁ ଆପଣଙ୍କୁ ଡିଟେଲ୍ସ ଜଣାଇ ସାରିଛି। ବର୍ତ୍ତମାନ ଏବେ ଆପଣଙ୍କର ସମୟ ଆସି ସାରିଛି ଭିଡିଓଟାକୁ ସେୟାର କରିବା। ଚାଲନ୍ତୁ ଭିଡିଓଟାକୁ ସେୟାର କରି ସମସ୍ତଙ୍କ ପାଖରେ ଅପଡେଟଟି ପହଞ୍ଚାଇଦବା। ଥ୍ୟାଙ୍କ ୟୁ ଫର ୱାଚିଂ।